ତେଣୁକରି ଆଜ୍ଞା ଆମ ବେଣ୍ଟପୁର ପଞ୍ଚାୟତରେ ଯେଉଁପରି ଭାବରେ ଦୁର୍ନୀତିଗ୍ରସ୍ତ ଲୋକମାନେ ବଢ଼ିବାରେ ଲାଗିଛନ୍ତି, ମୋର ଜିଲ୍ଲାପାଳ ମହୋଦୟ, ଚିଫ୍ ମିନିଷ୍ଟର ମୋହନ ଚରଣ ମାଝୀଙ୍କୁ ମୋର ଏତିକି ବିନୀତ ଅନୁରୋଧ, ବେଣ୍ଟପୁର ପଞ୍ଚାୟତ ଭିତରେ ଆପଣଙ୍କର ଆଇନ ଅନୁସାରେ ଥିବା ପ୍ରତ୍ୟେକ ନିୟମ କାନୁନ ବେଣ୍ଟପୁର ପଞ୍ଚାୟତରେ ଲଗେଇ କାର୍ଯ୍ୟକ୍ଷମ କରି ପଞ୍ଚାୟତଟାକୁ ପୁଙ୍ଖାନୁପୁଙ୍ଖ ଭାବେ ଇନଭେଷ୍ଟିଗେସନ୍ କରାଗଲେ ବହୁତ ଦୁର୍ନୀତିଖୋରଙ୍କର ପଟ୍ଟଚିତ୍ର ସାରା ବିଶ୍ୱ ଦେଖିବ। ଇଭେନ୍ ବାଲିଅନ୍ତା ଥାନା, ବାଲିଅନ୍ତା ବ୍ଲକ ଲୋକମାନେ ଦେଖିବେ। ତେଣୁକରି ଆପଣଙ୍କୁ ମୋର ବିନୀତ ଅନୁରୋଧ, ଯେମିତି ଆମର ମଉଜିପୁର ସୌମ୍ୟରଞ୍ଜନକୁ ହତ୍ୟା କରାଯାଇଛି, ତା ସହିତ ବି ତା ଭିତରେ ବହୁତ ପୁଙ୍ଖାନୁପୁଙ୍ଖ ଭାବେ ଜଡ଼ିତ ଲୋକ ଅଛନ୍ତି, ପ୍ରତିଷ୍ଠିତ ଲୋକ ଅଛନ୍ତି, ନେତା ମନ୍ତ୍ରୀ ବି କିଛି ଜଡ଼ିତ, ପୋଲିସ ପ୍ରଶାସନ ଜଡ଼ିତ, ସାଧାରଣ ଜନତା ବି ଜଡ଼ିତ। ସେମାନଙ୍କର ପ୍ରରୋଚନାରେ ଏସବୁ ଦୁର୍ନୀତିଗ୍ରସ୍ତ ବଢ଼ି ଚାଲିଛି ଆମର ସ୍ପେସିଫିକ୍ ବେଣ୍ଟପୁର ପଞ୍ଚାୟତରେ। ନଚେତ୍ ମୁଁ ଆପଣଙ୍କ ସହ ଭଦ୍ରାମୀ ବିନମ୍ର ହାତ ଯୋଡ଼ିକି ଅନୁରୋଧ କରୁଛି, ପ୍ରଭୁ ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତଙ୍କ ପର୍ଯ୍ୟନ୍ତ ବେଣ୍ଟପୁର ଖରିକେଡ଼ିଆ ମହେଶ୍ୱର ବେହେରାର ମର୍ଡ଼ର କେସ୍ର ପୁନରାବୃତ୍ତି କରାଯାଉନି। ଆଜ୍ଞା ହଁ, ଆଉ ଗୋଟିଏ କଥା, ଏଇ ଯେଉଁ ମାଧୁରୀଚୌଧ ମାନେ ମୋ ଭାଇର ପୋଷ୍ଟ ମର୍ଟମ ରିପୋର୍ଟ ମୋତେ ଦେଲେନି, ତାଙ୍କ ନାଁ ନିକିକିଅ, ବୁଝିଲେ କି ଆଜ୍ଞା? ଆଉ ଇଏ ସୌମ୍ୟରଞ୍ଜନର ମୃତ୍ୟୁ ଘଟଣାର ବାଲିଅନ୍ତା ଥାନା କ'ଣ ଇନଭେଷ୍ଟିଗେସନ୍ କରିବ? ସବୁ ଚୋର ଚୁତିଆ ମାଗିଆ ବେଧ ପିଲେ। ମୁଁ ଆଜ୍ଞା କହୁଛି, ଏ ପବ୍ଲିକ୍ କହୁଛନ୍ତି ମଉଜିପୁରର, ମୁଁ ବେଣ୍ଟପୁର ପଞ୍ଚାୟତରୁ ଗୋଟିଏ ଟୋକା ଆଜ୍ଞା। ମୋ ନାଁ ଶୁଣିଲେ ବେଣ୍ଟପୁର ପଞ୍ଚାୟତ ସବୁ ଲୋକଙ୍କର ଭୟ ଉପୁଜିବ। ପଚାରନ୍ତୁ ଆଜ୍ଞା, ଇନଭେଷ୍ଟିଗେଟ୍ କରନ୍ତୁ। ମୁଁ ଟୁନା ଆଲିଆସ୍ ପୂର୍ଣ୍ଣଚନ୍ଦ୍ର ବେହେରା, ବାପାଙ୍କ ନାଁ ପ୍ରହ୍ଲାଦ ବେହେରା। ଏ କେସ୍ର ପୁଙ୍ଖାନୁପୁଙ୍ଖ ବା ଜଡ଼ିତ କରାଯାଉ। ସିଏ କ'ଣ ମାସ୍ ନେଲେ, ମୁଁ କାଲିକା ଡେଟ୍ରେ ପୁଣି ମାସ୍ ନେଇ ବେଣ୍ଟପୁର ଆସିକି ମୋ ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ନେଇ ଉପସ୍ଥିତ ହେଇଯିବି। ଜୟ ଜଗନ୍ନାଥ। ମୁଁ ଏତିକି ରହିଲି, ଆପଣଙ୍କୁ କହିଲି। ପୁଣି ଭେଟ ହେବ ଆସନ୍ତା ଭିଡ଼ିଓରେ। କିନ୍ତୁ ମୁଁ ଆପଣମାନଙ୍କୁ ଏତିକି ବିନୀତ ଅନୁରୋଧ କରୁଛି, ସୌମ୍ୟରଞ୍ଜନର କେସ୍ ପଦାକୁ ଆସିବା ଦରକାର। କ୍ରାଇମ୍ ବ୍ରାଞ୍ଚ ସାର୍ମାନଙ୍କୁ ମୋର ଏତିକି ବିନମ୍ରର ଅଧିକାର ରହିଲେ ଆଜ୍ଞା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ନମସ୍ତେ।